ଜୟପୁର ସହରରେ ଚଳିତ ବର୍ଷ ଗତ ଏପ୍ରିଲ ମାସ 14/4/2025 ତାରିଖ ଜୟପୁର ଟାଉନ ଥାନାରେ ଏକ ଚୋରି ମାମଲା ରୁଜୁ ହୋଇଥିଲା। ଘରେ କେହି ନଥିବା ବେଳେ ସୁନା ଓ ରୂପା ଟଙ୍କା ଚୋରି ହୋଇଥିଲା ବୋଲି ଏତଲା ଦେଇଥିଲେ। ତତ୍ପରେ ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଯେଉଁ ତଦନ୍ତକାରୀ ଅଧିକାରୀ ଦାୟିତ୍ୱରେ ଥିଲେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ। ତଦନ୍ତ ବେଳେ 2 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। 2 ଜଣ ଅଭିଯୁକ୍ତଙ୍କ ନାମ ହେଉଛି ଶାନ୍ତିରାଗ ନାଜ ବୟସ 19, ଇଲିଆସ ରାହୁଲ ଓ ଅବିନାଶ ମହାରଣା ବୟସ 28, ଇଲିଆସ ଆକାଶ। ଅଭିଯୁକ୍ତମାନଙ୍କଠାରୁ ନଗଦ 5 ଲକ୍ଷ ଟଙ୍କା ଏବଂ 2 ଚକିଆ ୟାମାହା ଯାନ 20ଟି ମୋବାଇଲ ଜବତ ହୋଇଛି। ତଦନ୍ତ ଜାରି ରହିଥିବା ବେଳେ ସୂଚନା ମିଳିଛି ଯେ ମାଲକାନଗିରି ଜିଲ୍ଲାରେ ମଧ୍ୟ 2 ଜଣ ଅଭିଯୁକ୍ତମାନଙ୍କ ନାମରେ ବହୁତ ମାମଲା ରହିଛି ବୋଲି ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ କାଶ୍ୟପ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଜୟପୁର ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ, ସଦର ଥାନା ଅଧିକାରୀ ସତୀନ୍ଦ୍ର କୁମାର ପ୍ରଧାନ, ଏସ୍ଆଇ ସିଦ୍ଧାର୍ଥ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗକୁ ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯେଉଁ 20ଟି ମୋବାଇଲ ଜବତ କରାଯାଇଛି, ଯେଉଁ ମାଲିକମାନେ ଥାନା ଅଧିକାରୀଙ୍କୁ ସଠିକ୍ ପ୍ରମାଣ ଦେଖାଇ ନିଜର ମୋବାଇଲ ନେଇପାରିବେ ବୋଲି ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, ଓଡ଼ିଶା କାମରୁ ଲାଇଭ୍।